ଆରେ ରିଷ୍ଟ ଖଣ୍ଡନ ହେଇ ଦେଖିଦିଅ ତା ହାତଟା ଟିକେ ଦେଖିଦିଅ କଣ କହୁଛି ଖାଲି ଆରେ ଖାଲି ରିଷ୍ଟ ବାହା ଖଣ୍ଡନ ପାଇଁ ହେଇଛି କୁନି ତୋର କୁନି ନା ହେଇନି? ଦେଖୁନ ତ ରିଷ୍ଟ ମହାରିଷ୍ଟ ମୃତ୍ୟୁ ମୁଖରେ ପଡିଥିଲୁ, ମୃତ୍ୟୁ ମୁଖରେ ବଞ୍ଚିଛୁ ନା ନାଇଁ? ବଞ୍ଚିଛୁ କହୁନୁ ହଁ ନା ନାଇଁ? ମା ମୁଁ କେମିତି ଜାଣିଲି? ଜାଣିପାରୁନୁ? ଆରେ ଜାଣିପାରୁନୁ ଯଦି ପଚାରିକି ଆସିବୁ। ହଁ, ତୋର ଏ ଭିତରେ ମୃତ୍ୟୁର ଦଣ୍ଡ ବିଧାନ ଏ ହାତରେ ଅଛି। ହଁ, କର କୋଷ୍ଠୀ କପାଳ ଏହିଟି ଅଟଇ ବିଧିର ବିଧାନ। ମୁଁ କଣ ଲେଖିଦେବି? ଆଉ ତୋ କର୍ମ ଫଳ କଣ ମୁଁ ଦେବି? ନାଇଁ ଦବ କିଏ? ନାରାୟଣ। ଭଲ କେବେ ହବ? କେବେ ହବ? କେବେ ହବ? ତୋ ରିଷ୍ଟ ଆଗେ ଖଣ୍ଡନ ହେଲାଣି? ରିଷ୍ଟ ଖଣ୍ଡନ କରିବାକୁ ହେଲେ ସବୁ ରିଷ୍ଟର ବହି ଆଣିକିରି ଦେଖିବାକୁ ପଡିବ। ତା ଗୋଟେ ଦେଖ ତା ଗୋଟେ ଭଲ ଝିଅ ଦେଖ ସେ କହୁଛି। ଗଣ୍ଡ ରିଷ୍ଟ, ପିତୃ ରିଷ୍ଟ, ଭାତୃ ରିଷ୍ଟ, ସବୁ ପ୍ରକାର ରିଷ୍ଟର ଖଣ୍ଡନ ପାଇଁ ସେ ବହିରେ ରିଷ୍ଟ ଖଣ୍ଡନ ରିଷ୍ଟ ବିଧାନ ଯହ ସାଧନ ଯହ ରିଷ୍ଟ ଖଣ୍ଡନ ସବୁ କିଛି କରିବାକୁ ହେଲେ ତାର ପାଠ ଅଛି। ସେ ନାରାୟଣଙ୍କ ପତ୍ରରେ ପାଠ କରିକିରି ସେଠୁ ମୁକ୍ତି ପଥ ନେଇକିରି ଯିବ। ଯା ବାବା ବାବା ତୋର ତ ଭାଗ୍ୟ ଜଳୁଛି, ହେଲେ କଣ ହବ? ତୁ ତ କଣ ହଉଛୁ ଜାଣିଛୁ ନା? ତୋର ମହାରିଷ୍ଟ ହେରେ ପାଗଳ ହେଇକିରି ବୁଲୁଛୁ। କାହିଁକି ବୁଲୁଛୁ କିରେ? ତୋର କର୍ମ ଫଳ ଏମିତିକା କି ଭୋଗ ଦେଇଛି ତତେ? ତୁ ତ ଏ ହାତରେ ଯୋଉ ଅଛି 3ଟା ରିଷ୍ଟ କଟି ନାହିଁ। 3ଟା ରିଷ୍ଟରୁ ତ 2ଟା ରିଷ୍ଟ କଟିନି ଏପର୍ଯ୍ୟନ୍ତ। 2ଟା ରିଷ୍ଟ ଖଣ୍ଡନ ହେଇନି। 3ଟା ରିଷ୍ଟ ଅଛି। ରିଷ୍ଟ ଖଣ୍ଡନ କରିବାକୁ ବାବା ନାରାୟଣଙ୍କ କତିରେ ମୁଣ୍ଡିଆ ମାରେ। ଦେବଦେବ ମହାଦେବଙ୍କୁ ଓಂ ନମଃ ଶିବାୟ, ଓಂ ନମଃ ଶିବାୟ, ଓಂ ନମଃ ଶିବାୟ, ଓಂ ନମଃ ଶିବାୟ, ଓಂ ନମଃ ଶିବାୟ 5 ଥର ମୁଣ୍ଡିଆ ମାରିବୁ। ଓಂ ଦେବଦେବ ମହାଦେବ ତାହେଲେ ମୁକ୍ତି ପାଏ। ସେ ସବୁବେଳେ ଖାଲି ଫୋନ ଦେଖୁଛି। ସେ ରିଷ୍ଟ ଖଣ୍ଡନ କରିବେ ଯଦି ଆଉ ଦେବଦେବ ମହାଦେବ ସିନା ରିଷ୍ଟ ଖଣ୍ଡନ କରିବେ। ବାବା ଶନି ତ ତୋର ତ ଖରାପ ଅଛି। ତୋର ଶନି ଦେବ ଓಂ ସକାୟ ନମଃ ନମଃ ଓಂ ଶନିଶ୍ଚରାୟ ଶନିବାର ଶନି ଠାକୁର କତି ଯାଇନି କହିକିରି ଠାକୁରଙ୍କ ପାଖରେ ମୁଣ୍ଡିଆ ମାରିବୁ। ଶନିବାର ଶନି ଠାକୁର ଯାଇନି। ଜୀବନି ଯଦି ନ ଯିବ ମୁଁ କଣ କରିବି? ଅଧମ ଭଗବାନ କଣ ତୋର ମୁକ୍ତି କରିଦେବେ ନା ତୁ ପତି ହେଇଯିବୁ? ଆରେ ମୁଁ ତୋଠୁ କିଛି ପଇସା ଚାହୁଁନି କି ମୋର ତୋଠୁ କିଛି ନବାର ନାହିଁ। ତୁ ବାବା କଣ ଦବୁ? ଏ ଭଗବାନଙ୍କର ସବୁ ସଂସାର ତାଙ୍କ ଭଗବାନ। ଆରେ ଭଗବାନ ତ ସବୁ ଦେଇଛନ୍ତି। ମୁଁ କଣ ତୋର ନେବି? ମୋର କିଛି ଦରକାର ନାହିଁ। ଯାହା ଦବୁ ସେ ଠାକୁରଙ୍କୁ ଦେ। ଟଙ୍କାଟା ହଉ 5 ଟଙ୍କା ହଉ ଦେଇକିରି ଯା। ମତେ କିଛି ଦବା ଦରକାର ନାହିଁ। ମୋର କଣ ନାହିଁ? ମୋର ପେନସନ ଅଛି। ଗଛ ନାଗିଛି, ପଇସା ଗଛରେ ଝୁଲୁଛି, ମୁଁ ତୋଳୁଛି, ମୁଁ ଚଳୁଛି। ମୋର କଣ ହବ? ମୋର ତୋଠୁ କିଛି ନେବାର ନାହିଁ। ତୁ ବାବା ଯା। ଏ ଗୁରୁ ନାମକୁ ସ୍ମରଣ କରିବୁ। କଣ ଗୁରୁ ନାମ? କଣ ଗୁରୁଙ୍କର ସେବା କର୍ମ ନ କଲେ ମୁଁ ତତେ ପାଇବୁନି। ଯା ରେ ବା। ଭଲ ପଡିବ। କିଛି ତ କରୁନି। କର୍ମ କର, କର୍ମର ଗାଁଟା ବନ୍ଦ ହେଇଗଲା। କହୁନ ଆଗକୁ କଣ କରିବି କହୁନ? ଆରେ ବାବା ଆଗକୁ କଣ ହବ? ଆଗକୁ କଣ ହବ? ତ ନାଁ ଟା କଣ କର? ଠିକ ନା କହ ବାବା। ସେ ଘର ବି 76 ବର୍ଷ। କଣ କହୁଛୁ? ଏଠିକା କଣ କହ? ତୋ ନାଁ ଟା କହ। ଠିକ ନା କହ। ନା କହୁନୁ? ଆରେ ନା ତୋର ନାହିଁ ଆଉ ଅନାମିକା ନା କହୁନୁ? ପୁରୁଷୋତ୍ତମ କାଣ୍ଡି। କଣ କହୁଛୁ? ପୁରୁଷୋତ୍ତମ କାଣ୍ଡି। ଭଲ କରି କହ। ଏଠିକା ଗୁରୁଙ୍କ କତିକି ଆଇଛୁ ବାବା। ଏଠିକା ପୁରୁଷୋତ୍ତମ କାଣ୍ଡି। ପୁରୁଷୋତ୍ତମ ବାବା ତୁ କଣ ରେ ବାବା? ଯିଏ କି ଜଗନ୍ନାଥ ପୁରୁଷୋତ୍ତମ ସେ ତୁ ସେଠୁ ନାଁ ପାଇଛୁ ବଡ ବହୁତ ଭଲ ନା। ତୋର ଭାଗ୍ୟ ଜଳିବା କଥା। ପୁରୁଷୋତ୍ତମ ପୁରୁଷ ଉତ୍ତମ ପୁରୁଷୋତ୍ତମ।
ମକର କୁମ୍ଭ ଷଷ୍ଠରେ ଯୋଉଠି ଯାହା ମନ ଇଚ୍ଛା କରୁଛୁ ତା ନିଶ୍ଚିନ୍ତ ଭୋଗ କରିବୁ ପାଇଯିବୁ। ଆଉ କ'ଣ କରୁଛୁ? ଯା, ବାବା ଆଶୀର୍ବାଦ ଦେଇଦେଲେ ଯା। ବାବା ଆଶୀର୍ବାଦ ଦେଇଦେଲେ ଆଉ। ଠାକୁରଙ୍କ ପାଖରେ ବହୁତ ସତ ଅନୁସାରେ ଠାକୁରଙ୍କୁ ଭୋଗ ନଦେବୁ। ମୋତେ କିଛି ଦେବା ଦରକାର ନାହିଁ, ମୁଁ କିଛି ନେବା ପାଇଁ ଇଏ କରିବି ହେଲା। ଯାଅ ବାବା ତମେ ଭଲ ଯାଅ। ହୁଁ। ମୋର ମୁଁ ଖୁସି ହଉଛି କାହିଁକି ରେ ହୁଁ। ତୋ ଧାନ କରିଛୁ ତୁ କ'ଣ ସବୁ ଯାକ ଧାନ ଖାଇବୁ? 5 ଜଣ ଚାଷ କରୁଛୁ ନାଇଁ କାହାର? ଭିତରେ ସାର ତାର ହଁ। ଠିକ ନା? ହୁଁ। ନାଇଁ ମୁଁ କହୁନି ମା ଯାହା କହୁଛି ପାଠ କହୁ। ହୁଁ। ଏ ବାବା କାହାଠୁ କିଛି ନେବା ପାଇଁ ଆସିନାହାନ୍ତି, କାହାଠୁ କିଛି ଖାଇବା ପାଇଁ ଆସିନାହାନ୍ତି, କିନ୍ତୁ ଏ ସଂସାରର ରହିବ କେମିତି, ଏ ସଂସାରରୁ ମୁକ୍ତି ପାଇବେ କେମିତି, ଇଏ ମାନବ ଆରେ ଧିକ ଧିକ ଏ ମଣିଷ ମାନବ ଜନ୍ମ ହୋଇଲେ, ଆରେ ପଶୁ କର୍ମ କରିଲେ, ପଶୁ ସଙ୍ଗେ ଗଣା ହୋଇଲି, ଏହିଟି ଅଟଇ ବଡ଼ ବଡ଼ ଜଟିଳ ସମସ୍ୟା, ଏଥିରୁ କେମିତି ପାଇବି କହ ଏ ତମ ଶିଶୁ ଆଉଛୁ ଭାଇ। ତମ ଶିଶୁ ମଣିଷ ହବନି, ଆଉ ଏଇଟା ମଣିଷ ହବନି, ମଣିଷ ହବନି। ଏଇଟା ମଣିଷଙ୍କର ଅଗାଡ଼ିଟା। କହିଦେବୁ ପାଠ ପଢିଛି ସବୁ ହେଇଛି ହୁଁ। କିନ୍ତୁ ମଣିଷ ହବନି। କହୁଛି କ'ଣ କହୁଛି ଜାଣିଛ? ହସି ହସି ଆଉଛି। କହୁଛି ମୁଁ ମଣିଷ ହବନି। କହୁଛୁ ବା ଯୋଉ ସେ ଇଏ କରିବ, ସେ ସିଙ୍ଗର ହବ, ସିଙ୍ଗର ହବ, ସିଙ୍ଗର ହବ। ସିଙ୍ଗର। ହଁ ହଁ। ବାବା ସିଙ୍ଗର ବା ବାବା ଇଏ ଯୋଉ ଗାମୁଛା ପିନ୍ଧା କି ପିନ୍ଧା କୋଉ ବାବା ଇଏ କ'ଣ କହିବେ ଆଇଲେ? ହେ ବାବା ଆଇଲେ କ'ଣ କହିବେ? ବାବା ଠାକୁରଙ୍କୁ ଦେଇଦେଲେ ତ ଇଏ ଆଉ। ଶ୍ରୀକୃଷ୍ଣ ହଉଛନ୍ତି ଏ ସଂସାରର ସାର, ଠିକ ନା? ଆରେ ଶ୍ରୀକୃଷ୍ଣ ରାଧେ କୃଷ୍ଣ, କାହିଁ କୃଷ୍ଣ ରାଧେ କୁହାହଉଛି କି ରେ? ନାଇଁ କାହିଁକି କୁହନି? ରାଧିକା ହଉଛନ୍ତି ରାଧିଙ୍କର ଶ୍ରୀକୃଷ୍ଣଙ୍କର ଅଟକ ଗୋଟେ ଚିହ୍ନ ନା ନାଇଁ? ଆଉ ରାଧିକା ମେନ୍ ବା ଭୋଜନ କର ଭଜିରେ ପାଇବୁ ବୈକୁଣ୍ଠ ସାର। ଆରେ ସିଦ୍ଧି ରସ୍ତି